ସକାଳ ପିଲାମାନେ ପିଲାମାନେ ତୁମେ ସବୁ କେମିତି ଅଛ? ଭଲ ଅଛ? ଆଚ୍ଛା ମୁଁ ଭଲ ଅଛି। ଆଚ୍ଛା ପିଲାମାନେ ପୂର୍ବ କ୍ଲାସରେ ଆମେ ପଢିଥିଲେ କୋଉ କବିତାଟି ମନେ ପକେଇଲ? ହଁ, ସ୍ୱାଧୀନ ଦେଶର ସନ୍ତାନ ଆମେ। ପ୍ରଥମ ପଦଟି ପଢିଥିଲେ। ଆଜି ଆମେ ଦ୍ୱିତୀୟ ପଦ ପଢିବା। ଠିକ ଅଛି? ଆଚ୍ଛା ପିଲାମାନେ ଆମେ ଦ୍ୱିତୀୟ ପଦ ତ ପଢିବା, କିନ୍ତୁ ତା ପୂର୍ବରୁ ମୁଁ କିଛି ତମକୁ ପ୍ରଶ୍ନ ପଚାରିବି। କାହା ଆଧାରିତ? ପୂର୍ବ ପାଠ ଆଧାରିତ। ଠିକ ଅଛି? ପାଠ 1ରେ ଆମେ ଯାହା ପଢିଥିଲେ ତା ଆଧାରିତ କିଛି ପ୍ରଶ୍ନ ତମମାନଙ୍କୁ ପଚାରିବି। ଏହି କବିତାରେ କବି କାହାକୁ ନେଇ ଗର୍ବ କରୁଛନ୍ତି? ପ୍ରଥମ ପଦରେ ଆମେ ପଢିଥିଲେ କବି କାହାକୁ ନେଇ ଗର୍ବ କରୁଛନ୍ତି? ହଁ, ସାବାସ୍ ପିଲାମାନେ। ଏହି କବିତାରେ କବି ସ୍ୱାଧୀନ ଦେଶର ଶିଶୁ ବା ସନ୍ତାନ ମାନଙ୍କୁ ନେଇ ଗର୍ବ କରୁଛନ୍ତି। ଦ୍ୱିତୀୟ ପ୍ରଶ୍ନଟି, କବି କାହିଁକି ଭାରତକୁ ଜନ୍ମଭୂମି ବୋଲି କହିଛନ୍ତି? କାହିଁକି କହିଲା ଦେଖି? ହଁ, ସାବାସ୍। ଭାରତ ବର୍ଷରେ ଆମେ ସମସ୍ତେ ଜନ୍ମଗ୍ରହଣ କରୁଛେ। ଏହାର ମାଟି, ପାଣି ଓ ପବନରେ ଆମେ ବଢୁଥିବାରୁ କବି ଭାରତକୁ ଆମର ଜନ୍ମଭୂମି ବୋଲି କହିଛନ୍ତି, ନୁହଁ? ତାପରେ ପ୍ରଶ୍ନ, ସନ୍ତାନ ଶବ୍ଦଟି କବିତାରେ କାହାକୁ ବୁଝାଉଛି? କାହାକୁ ଟିକେ ମନେ ପକେଇଲ? ସନ୍ତାନ ଶବ୍ଦଟି କବିତାରେ ସ୍ୱାଧୀନ ଭାରତର କୋମଳମତି ଶିଶୁ ବା ଭବିଷ୍ୟତ ନାଗରିକ ମାନଙ୍କୁ ବୁଝାଉଛି। ଠିକ ଅଛି? ସାବାସ୍, ସମସ୍ତେ ତ ଉତ୍ତର ଦେଇଦେଲ। ଏବେ ଚାଲ ଦ୍ୱିତୀୟ ପଦଟିକୁ ଯିବା। ଆଚ୍ଛା ପିଲାମାନେ, ତାହେଲେ ଚାଲ ସେ କବିତାଟିକୁ ଶୁଣିବା। ପିଲାମାନେ ମନ ଦେଇକି ଶୁଣିବ। ଠିକ ଅଛି? ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ, ଚୌଦିକେ ହସେ ତାହାରି ଆଲୋକେ, ମାଟି ତାର ଦିଏ ଶସ୍ୟ ଫଳ। ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ, ଚୌଦିକେ ହସେ ତାହାରି ଆଲୋକେ, ମାଟି ତାର ଦିଏ ଶସ୍ୟ ଫଳ। ପିଲାମାନେ ଏବେ ତ ଶୁଣିଲ ନାଇଁ କବିତାଟି? ଆଉ ଥରେ ଚାଲ ସ୍ୱରରେ ଗାଇବା। କୋଉଟା ଆମେ ପଢୁଥିଲେ? ସ୍ୱାଧୀନ ଦେଶର ସନ୍ତାନ ଆମେ। ତାର ଦ୍ୱିତୀୟ ପଦ, ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ, ଚୌଦିଗ ହସେ ତାହାରି ଆଲୋକେ, ମାଟି ତାର ଦିଏ ଶସ୍ୟ ଫଳ। ଆଉ ଥରେ ଗାଇବା। ତାହେଲେ ଚାଲ, ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ, ଚୌଦିଗ ହସେ ତାହାରି ଆଲୋକେ, ମାଟି ତାର ଦିଏ ଶସ୍ୟ ଫଳ। ଭଲ ଲାଗୁଛି ପିଲାମାନେ? ଏବେ ଚାଲ ମୋ ସାଙ୍ଗରେ ତମେ ଗାଇବ। ଆଚ୍ଛା ପିଲାମାନେ, କେମିତି ଲାଗିଲା କବିତାଟି? ଭଲ ଲାଗିଲା ନା? ଆଚ୍ଛା, ଏବେ ଚାଲ ତମେ କବିତାଟି ଗାଇବ। ଠିକ ଅଛି? ଆଚ୍ଛା ମୋ ସାଙ୍ଗରେ ଗାଇବ। ଠିକ ଅଛି, ଚାଲ ମୋ ସାଙ୍ଗରେ କବିତାଟି ଗାଇବ। ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ, ଚୌଦିଗ ହସେ ତାହାରି ଆଲୋକେ, ମାଟି ତାର ଦିଏ ଶସ୍ୟ ଫଳ। ଶକ୍ତି ଭରିଛି ଶରୀରେ ଆମର, ତାହାରି ସମୀର ତାହାରି ଜଳ, ଚୌଦିକେ ହସେ ତାହାରି ଆଲୋକେ, ମାଟି ତାର ଦିଏ ଶସ୍ୟ ଫଳ। ପିଲାମାନେ କବିତାଟି ତ ଗାଇଲ। ଏବେ ଦେଖିବା କବିତାରୁ କୋଉ କୋଉ ଶବ୍ଦର ଅର୍ଥ ତମେ ବୁଝିପାରୁନ, ମତେ କହିଲ ଦେଖି। ଆଚ୍ଛା, ତାହେଲେ ଆସ ସେଇ ଶବ୍ଦର ଅର୍ଥ ଗୁଡ଼ିକ ଆମେ ଜାଣିବା।
ଶକ୍ତି ନାଇଁ ଶକ୍ତି ମାନେ କଣ ବଳ ବା ଆମେ କହିପାରିବା ସାମର୍ଥ୍ୟ। ସମୀର ସମୀର ମାନେ ପବନ ବା ବାୟୁ। ଚୌଦିଗ ଚୌଦିଗ ମାନେ ଚାରିଦିଗ। ଶସ୍ୟ ଶସ୍ୟ ମାନେ କଣ ଧାନ ବା ମୁଗ ଆଦି ଫସଲରେ ପୂର୍ଣ୍ଣ। ଏବେ ତ ଆମେ ଅର୍ଥ ଜାଣିଲେ ତାପରେ ଚାଲ କବିତାଟିକୁ ଟିକେ ବୁଝିବା। ଶକ୍ତି ଭରିଛି ଶରୀରେ ଆମର ତାର ଅର୍ଥ କଣ ଏହାର ଅର୍ଥ ହେଉଛି ଆମ ଦେହରେ ଯେଉଁ ବଳ ବା ଶକ୍ତି ଅଛି ନା ନାହିଁ ଆମ ଦେହରେ ବଳ ତାହା ଆମେ କୋଉଠୁ ପାଉଛେ ଆମର ଏଇ ଜନ୍ମଭୂମିରୁ ହିଁ ସେଇ ଶକ୍ତି ବା ବଳ ଆମେ ପାଇଥାଉ। କେମିତି ନା ଆମର ଏଇ ଜନ୍ମଭୂମି ବା ଆମର ମାର ଏଇ ରୂପକ ଯୋଉ ମାଟି ଅଛି ମାଟିରୁ ମିଳୁଥିବା ଖାଦ୍ୟ ଏଇ ପରିବେଶ ଆମକୁ ବଞ୍ଚିବା ପାଇଁ ଶକ୍ତି ଯୋଗାଉଛି। ଏଇ ମାଟିରୁ ଆମେ ଖାଦ୍ୟ ପାଉଛେ ଖାଦ୍ୟ ଖାଇ ଆମେ ବଳବାନ ହଉଛେ ହଁ ନା ନାଇଁ ଆଚ୍ଛା ତାପରେ ତାହାରି ସମୀର ତାହାରି ଜଳ ତାହାରି ସମୀର ତାହାରି ଜଳ ତାମାନେ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଯେଉଁ ପବନ ବା ଆମେ ତାର ଅର୍ଥ ପଢୁଥିଲେ ନା ପବନ ଅର୍ଥ କଣ ସମୀର ଯୋଉ ଗ୍ରହଣ କରୁଛେ ଯେଉଁ ଜଳ ପାନ କରୁଛେ ତାହା ଆମର କଣ କରୁଛି ଜୀବନ ରକ୍ଷା କରୁଛି ହଁ ନା ନାହିଁ ଆମେ ପାଣି ପିଉଛେ ବା ଯୋଉ ପବନ ଆମେ ଗ୍ରହଣ କରୁଛେ ସେ ଆମର ଜୀବନ ରକ୍ଷା କରୁଛି ତ ଏଇଟା କାହାର ଅବଦାନ ଏଗୁଡିକ ମଧ୍ୟ ଆମର ଏଇ ମାତୃଭୂମି ବା ମାର ଅବଦାନ ଯୋଉ ଯାହାର ଅବଦାନରେ ଆମେ ଆମ ଜୀବନ ରକ୍ଷା କରିପାରୁଛେ ହଁ ନା ନାଇଁ ଚଉଦିଗେ ହସେ ତାହାରି ଆଲୋକେ କଣ କହିଲେ ଚହୁଦିଗେ ହସେ ତାହାରି ଆଲୋକେ ତାର ଅର୍ଥ କଣ କିଏ ଆମକୁ ଆଲୋକ ଯୋଗଉଛି ହଁ ସୂର୍ଯ୍ୟଙ୍କର କିରଣରେ ଯେତେବେଳେ ଏଇ ଚାରିଆଡ ବା ଚଉଦିଗ ଆଲୋକିତ ହୋଇ ଉଠେ ତାହା ଧରଣୀ ମାର ସୌନ୍ଦର୍ଯ୍ୟକୁ କଣ କରେ ଦ୍ୱିଗନ୍ତ କରିଥାଏ ହଁ ନା ନାଇଁ ଏହି ପ୍ରାକୃତିକ ଆଲୋକ ସାରା ପୃଥିବୀକୁ ହସ ଖୁସିରେ ଭରିଦିଏ ହଁ ନା ନାଇଁ ଆମେ ଯୋଉ ଆଲୋକ ପାଉଛୁ ଦିନ ବେଳା ଯୋଉ ସୂର୍ଯ୍ୟ ଆମକୁ ଆଲୋକ ଦେଉଛନ୍ତି ତା ଫଳରେ ଆମକୁ କଣ ହଉଛି ଏଇ ଧରା ପୃଷ୍ଠ ବା ଏଇ ଧରଣୀ ମା ସୌନ୍ଦର୍ଯ୍ୟ ତାର ଦ୍ୱିଗୁଣିତ ହେଇଯାଉଛି ଅତି ସୁନ୍ଦର ଦେଖାଯାଉଛି ଏ ଧରା ପୃଷ୍ଠ ତାପରେ କଣ କହିଲା ମାଟି ତାର ଦିଏ ଶସ୍ୟ ଫଳ କଣ ଦିଏ ମାଟି ତାର ଦିଏ ଶସ୍ୟ ଫଳ ଏଇ ଯୋଉ ମାତୃଭୂମି କଥା ଆମେ ପଢୁଛେ ବା ଆମର ମା ଇଏ ଅତ୍ୟନ୍ତ ଉର୍ବର ଏହି ମାଟିରୁ ଆମେ ବିଭିନ୍ନ ପ୍ରକାରର ଶସ୍ୟ ଫଳ ଏବଂ ପନିପରିବା ପାଇଥାଉ ଯାହା ଆମର କ୍ଷୁଧା ମେଣ୍ଟାଇଥାଏ ହଁ ନା ନାଇଁ ଆମକୁ ଭୋକ ଲାଗିଲେ ଆମେ କଣ କରୁ ଖାଦ୍ୟ ଖାଇଥାଉ ସେ ଖାଦ୍ୟ ଆମେ କୋଉଠୁ ପାଉ ଆମର ଏଇ ମାଟି ମା ହିଁ ଆମକୁ ଦେଇଥାଏ ଆମ ମାତୃଭୂମିରୁ ହିଁ ଆମେ ସେ ଖାଦ୍ୟ ପାଇଥାଉ ଯାହାକୁ ଖାଇ ଆମର ଆମେ ନିଜର କ୍ଷୁଧା ମେଣ୍ଟାଇ ଥାଉ ବୁଝିପାଇଲ ନା କବିତାଟିକୁ ତାହେଲେ ଏବେ ଚାଲ କେତେକ ପ୍ରଶ୍ନ ଅଛି ତମ ପାଇଁ ତାର ଉତ୍ତର କହିବ କହିଲା ଦେଖି କବିଙ୍କ ମତ ଅନୁସାରେ ଆମ ଶରୀରରେ ଶକ୍ତି କିଏ ଭରିଥାଏ ସାବାସ୍ ପ୍ରକୃତି ବା ଆମର ଏହି ମା ମା ରୂପକ ଯୋଉ ମାଟି ଆମ ଶରୀରରେ ଶକ୍ତି ଭରିଥାଏ ଦ୍ୱିତୀୟ ପ୍ରଶ୍ନ କବିତା ଅନୁସାରେ ଆମେ କାହା ସାହାଯ୍ୟରେ ବଞ୍ଚିଥାଉ
ହଁ ସାବାସ୍। ଆମେ ପ୍ରକୃତିର ସମୀର ପବନ ଏବଂ ଜଳ ସାହାଯ୍ୟରେ ବଞ୍ଚିଥାଉ। ଚଉଦିଗ କାହିଁକି ହସୁଛି? କବି କହିଛନ୍ତି ଚଉଦିଗ ହସୁଛି। କାହିଁକି ହସୁଛି କହିଲ ଦେଖି? ସାବାସ୍। ପ୍ରକୃତିର ନିର୍ମଳ ଆଲୋକରେ ଏ ଚଉଦିଗ ହସୁଛି। ହଁ ନା ନାଇଁ? କିଏ ଆଲୋକ ପ୍ରଦାନ କରୁଛନ୍ତି? ସୂର୍ଯ୍ୟ। ନାଇଁ? ଭେରି ଗୁଡ୍। ଆଚ୍ଛା, ମାଟି ଆମକୁ କଣ ପ୍ରଦାନ କରେ? ଭେରି ଗୁଡ୍। ମାଟି ଆମକୁ ବିଭିନ୍ନ ପ୍ରକାରର ଶସ୍ୟ ଓ ଫଳ ପ୍ରଦାନ କରେ। ଆଚ୍ଛା ପିଲାମାନେ, ଏବେ ତ ପ୍ରଶ୍ନର ଉତ୍ତର ଦେଲ, ଆଉ କିଛି ତୁମ ପାଇଁ କାମ ଅଛି। କଣ କାମଟି ଦେଖିବା? ଦେଖିଲ, ନିମ୍ନଲିଖିତ ଶବ୍ଦର ସମତାନ ଶବ୍ଦ ଲେଖିବାକୁ ତମକୁ ଦିଆହେଇଛି। କଣ କଣ ଶବ୍ଦ ଅଛି? ଆଚ୍ଛା, ଗୋଟେ ଉଦାହରଣ ବି ତମ ପାଇଁ ଦିଆହେଇଛି। ପ୍ରାଣୀ, ଯେମିତି ପ୍ରାଣୀକୁ ଆମର ପ୍ରାଣୀର ସମତାନ ଶବ୍ଦ ଧରଣୀ, ସେମିତି ଆଉ ଶବ୍ଦ ଦିଆହେଇଛି। କଣ କଣ ସେଗୁଡିକ? ଭୂଇଁ, ଭୂଇଁର କଣ ଲେଖିବା ଆମେ ସମତାନ ଶବ୍ଦ? ତମ କବିତାରେ ହିଁ ଅଛି। ଭୂଇଁର କଣ? ଭେରି ଗୁଡ୍, ଛୁଇଁ। ଆଚ୍ଛା, ଜଳ, ଜଳର ସମତାନ ଶବ୍ଦ କଣ ହବ? ତମ କବିତାରୁ ଖୋଜ ଖୋଜ ଖୋଜ। ଭେରି ଗୁଡ୍, ଜଳର ଫଳ। ଭୂଇଁର ଛୁଇଁ, ଜଳର ଫଳ। ହେଲା, ସେମିତି ଆଉ ଗୋଟିଏ ମଧ୍ୟ ତମ ପାଇଁ କାମଟେ ଅଛି। କଣ ଅଛି? ପଦ୍ୟର ଅଂଶକୁ ସଜାଡି ଖାଲି ଘରେ ଲେଖ। କଣ ଦିଆହେଇଛି ପଦଟି ଦେଖିବା? ଆମର ଜନ୍ମ ଭୂଇଁ ଭାରତ, ଆକୁ ସଜାଡିକି ତମମାନେ ଲେଖିବ। ଦେଖିବା, ସଜାଡିଲ। ଭେରି ଗୁଡ୍। ଭାରତ ଆମର ଜନ୍ମ ଭୂଇଁ। ସାବାସ୍। ଆଉ ଗୋଟିଏ ପଦ ବି ଅଛି ତମ ପାଇଁ। କଣ ଅଛି? ଶସ୍ୟ ଫଳ ମାଟି ଦିଏ ତାର। ଦେଖିବା, ଉତ୍ତର କହିଲ। ସଜାଡ ସଜାଡ ସଜାଡ। ଭେରି ଗୁଡ୍। ମାଟି ତାର ଦିଏ ଶସ୍ୟ ଫଳ। ମାଟି ତାର ଦିଏ ଶସ୍ୟ ଫଳ। ଭେରି ଗୁଡ୍। ତାପରେ ଏବେ ତମ ପାଇଁ ଗୋଟେ ଗୃହ କାର୍ଯ୍ୟ ଅଛି। ଏଇ କାର୍ଯ୍ୟଟି ତମେ ଘରେ ଲେଖିକି ଆଣିବ। ଠିକ ଅଛି? ତୁମକୁ ଭଲ ଲାଗୁଥିବା ଜଣେ ସ୍ୱାଧୀନତା ସଂଗ୍ରାମୀ ବିଷୟରେ 5 ଧାଡିରେ ଲେଖିକି ଆଣିବ। ପିଲାମାନେ, ଆଜି ତାହେଲେ ତମକୁ କେମିତି ଲାଗିଲା କ୍ଲାସଟି? ଭଲ ଲାଗିଲା? ଆଚ୍ଛା ଆଚ୍ଛା, ଗୃହ କାର୍ଯ୍ୟ ସମସ୍ତେ ଲେଖିଲ ଖାତାରେ? ହଉ, ସମସ୍ତେ ଲେଖିଲ ତ? ଠିକ ଅଛି। ଆଜି ତାହେଲେ କଣ ପଢିଲେ ଆମେ ଟିକେ ମନେ ପକେଇବା ଦେଖି? ହଁ, ଆମକୁ ଯୋଉ ଶକ୍ତି ଆମେ ପାଉଛେ, କୋଉଠୁ ପାଉଛେ? ଆମର ଏଇ ଜନ୍ମଭୂମି ବା ଆମ ମାରୁ ଆମେ ଏଇ ଶକ୍ତି ପାଉଛେ। ତାର ଖାଦ୍ୟ ଆମେ ଖାଉଛେ, ତା ପାନୀୟ ପିଉଛେ, ତାର ପବନ ଆମେ ସବୁ ଗ୍ରହଣ କରୁଛେ, କରିକି ଆମେ ବଳବାନ ହଉଛେ। ହଁ ନା ନାଇଁ? ତ ଜନ୍ମଭୂମି ବା ଆମର ମା, ଆମେ ସଦା ସର୍ବଦା ତାକୁ ଆମେ ମନେ ରଖିବା। ହଁ, ତା ପାଇଁ ଆମେ ସବୁବେଳେ କଣ ବଳିୟାନ ହଉଛେ, ଶକ୍ତିଶାଳୀ ହଉଛେ, ତାକୁ ଆମେ କେବେ ଭୁଲି ଯିବାନି। ତାକୁ ସଦା ସର୍ବଦା ତା କଥା ବୁଝିବା, ତାକୁ ମନେ ରଖିବା। ହଁ ନା ନାଇଁ? ଠିକ ଅଛି, ଆଜି ତାହେଲେ ଏତିକିରେ ଆମେ ରହିବା। ଧନ୍ୟବାଦ ପିଲାମାନେ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।